প্রিয় শ্রোতা বন্ধু, ଆମେ ଆଜି ଜଗତକର୍ତ୍ତାଙ୍କର ତ୍ରେତୟା ଯୁଗର ଅବତାର ରୂପ ଶ୍ରୀରାମଙ୍କୁ ପ୍ରଣାମ କରିବା। 27 ତାରିଖ ଶୁକ୍ରବାର, ଶ୍ରୀରାମ ନବମୀ। ଶ୍ରୀରାମ ନବମୀ, ରାମ ନବମୀ, ଶ୍ରୀରାମ ନବମୀ। ଶ୍ରୀ ଶବ୍ଦର ଅର୍ଥ ଶୋଭା, ସୌନ୍ଦର୍ଯ୍ୟ, ସୌଭାଗ୍ୟ, ସମ୍ମାନ ଓ ଉଦାରତା। ରାମ ଶବ୍ଦର ଅର୍ଥ ହେଲା ରମଣୀୟ, ସୁଖରେ ଦୁଃଖରେ ଯେ ସୁନ୍ଦର, ଭଲ ମନ୍ଦ ଯାହା ପାଇଁ ସମାନ। ଶ୍ରୀରାମ କହିଲେ ଗୋଟିଏ ଶବ୍ଦରେ ଜାନକୀ ଆଉ ରାମଙ୍କୁ ବୁଝାଏ। ଶ୍ରୀରାମ ନବମୀ ତିଥି ହେଲା ନବମୀ, ଶୁକ୍ଳପକ୍ଷ ନବମୀ ତିଥି। ଶ୍ରୀରାମଚନ୍ଦ୍ରଙ୍କର ଜନ୍ମ ନକ୍ଷତ୍ର। ସାରା ବିଶ୍ୱ 12 ବେନି ପୁରେ ସାର। ସାରା ବିଶ୍ୱ ବୋଇଲେ 14 ବ୍ରହ୍ମାଣ୍ଡ। এই ସାରା ବିଶ୍ୱର ସେ ଅଧିପତି। କବି ସମ୍ରାଟ ତାଙ୍କ ଭାଷାରେ ଲେଖି ଦେଇଗଲେ, 12 ବେନି ପୁରେ ସାର ମୋହନ ପୁଂସ। ଯିଏ ମୋହନ, ଯିଏ ସମସ୍ତଙ୍କୁ ମୋହି ପାରନ୍ତି, ଯାହାଙ୍କ ରୂପ ମାଧୁର୍ଯ୍ୟର ତୁଳନା ନାହିଁ, ଯିଏ ପୁଂସ ବୋଲେ ପୁରୁଷ ଶ୍ରେଷ୍ଠ। 12, 10 2 12, ପୁଣି ବେନି ବୋଇଲେ 2, 12 2 14, 12 ବେନି ପୁର ବୋଇଲେ 14 ପୁର, 14 ବ୍ରହ୍ମାଣ୍ଡର ଯେ ଅଧୀଶ୍ୱର, ସେ ରାମଚନ୍ଦ୍ରଙ୍କର ଜନ୍ମ ଜୟନ୍ତୀ ଶୁକ୍ରବାର। ଶୁକ୍ରବାର ଜନ୍ମ ଜୟନ୍ତୀ। ଆମେ ତାଙ୍କୁ ପ୍ରାର୍ଥନା କରିବା, ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ, ଶ୍ରୀରାମ ରାମ ଭରତାଗ୍ରଜ ରାମ ରାମ, ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ, ଶ୍ରୀରାମ ରାମ ଶରଣଂ ଭବ ରାମ ରାମ। हे श्रोता बंधु, शुक्रवार 27 तारीख श्रीराम नवमी। ये दिन 12 राशि को 2 जन शासक शासन करिवे। सूर्योदय ठारू 9:35 जाए जड़े शासक, 9:35 परे आउ जड़े शासक शासन करिवे। जानती आमे सिना देखुचे बुझुचे अंगे निभौचे जे गोटिए सूर्य, किंतु प्रकृत जे ज्ञानी जार ज्ञान अच्छी शास्त्र उपरे से माने कहती द्वादश आदित्य। आदित्य बोले सूर्य, द्वादश बोले 12 मासरे 12 आदित्य। सेमती चंद्रमा रूप मध्य 12। से 12 प्रकार अभिनय करती। आज से 2 प्रकार अभिनय करिवे। 2 जन शासक काम करिवे। तेणु 12 राशि पाई 9:35 जाए जो प्रकार स्वाद थिबो 9:35 परठारू से स्वाद बदली जीव। मेष राशि। श्रीराम नवमी दिन मेष राशिर लोक माने 9:35 जाए निज जीवनर स्वाद को चाखिबा पाई
ଅନୁଭବ କରିବା ପାଇଁ ଅଙ୍ଗେ ଅଙ୍ଗେ ନିଭେଇବା ପାଇଁ ଯୋଜନା କରିବେ। ଯୋଜନା ବି ସଫଳ ହେବ, କିନ୍ତୁ 9:35 ପରେ ଆକାଶ ମେଘାଚ୍ଛନ୍ନ ହେଇଯିବ। କେଉଁ ଆକାଶ? ମନ ଆକାଶ। ସବୁ ଯୋଜନା ପଣ୍ଡ ହେଇଯିବ, ଦେହ ଅସୁସ୍ଥ ହେବ, ମାନସିକ ସନ୍ତୁଳନ ହେବ, ଦେହ ବିଶ୍ରାମ ଖୋଜିବ। ଶୁଣିବା, ଦେଖିବା, ଜାଣିବା, ବୁଝିବା। ଶ୍ରୀରାମ ନବମୀ ଦିନ ମେଷ ରାଶିର ଜନତା ଦିନ 9:35 ଯାଏ ପ୍ରଭୂତ ଧନଲାଭ ପାଇଁ ଯୋଜନା କରିବେ। ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଚେଷ୍ଟା ବି କରିବେ। ଚେଷ୍ଟା ଅବ୍ୟାହତ ରହିବ, ମନସ୍କାମନା ପୂରଣ ହେବ। ଦିନ 9:35 ଯାଏ ଏ ଘଟଣା ଘଟିବ। ଅପରାହ୍ନ 3:25 ପରଠାରୁ ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସକାଳ 9:35 ପରଠାରୁ ମନ୍ଦ ସମୟ ଆସି ସବୁକିଛି ବିଗାଡ଼ି ଦେବ। ଖରାପ ହେବ, ମନୋମାଳିନ୍ୟ ହେବ, ବୃଥାରେ ସମୟ ନଷ୍ଟ ହେବ, କୁଆଡ଼େ ନ ଗଲେ ଭଲ, ଆଉ କାହାକୁ କିଛି ନ କହିଲେ ଭଲ, ନିନ୍ଦା ମିଳିବ। 9:35 ଯାଏ ବଢ଼ିଆ, ଆଉ 9:35 ପରେ ଭଲ ନୁହଁ। ବୃଷ କଥା ଅପୋଜିଟ୍। ଶ୍ରୀରାମ ନବମୀ ଦିନ ବୃଷ ରାଶିର ଲୋକେ ସକାଳୁ 9:35 ଯାଏ କିଛି ଶୁଭ ସୁଯୋଗ ପାଇବେନି, ଶାନ୍ତି ଲାଭ କରିବେନି। 9:35 ପରଠାରୁ ସବୁ ପ୍ରକାର ଶୁଭ ସୁଖ ଆସିଯିବ। ଦେଖିବା, ଶ୍ରୀରାମ ନବମୀ ଦିନ ବୃଷର ଲୋକେ 9:35 ଯାଏ ଅଭାବରେ ରହିବେ। ଅଳ୍ପ ଧନ ମିଳିବ, ମନ ଅବୁଝା ହେବ, କୌଣସି କାମରେ ମନ ଲାଗିବନି। 9:35 ପରେ ଶାସକ ବଦଳିଯିବେ, ଅର୍ଥାଗମ ହେବ। ଅର୍ଥାଗମ ପାଇଁ ରାସ୍ତା ପରିଷ୍କାର ହୋଇଯିବ। ଦିନ ଶୃଙ୍ଖଳିତ ହେବ। ଦୈନନ୍ଦିନ ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଆଉ ଅତୀତକୁ ସେମାନେ ବୁଝି ଭବିଷ୍ୟତ ପାଇଁ ଯୋଜନା କରି ଚାଲିବେ। ଅତୀତରେ ସେମାନେ ଭୁଲ କରିଛନ୍ତି ବୋଲି ଦୁଃଖ ଆସୁଛି। ଭବିଷ୍ୟତରେ ଏ ଭୁଲ ନ ହେଉ, এই ଚିନ୍ତା କରି ସେମାନେ ଚେଷ୍ଟାରତ ରହିବେ। ଆୟ ଅମଳ ଠିକ୍ ଠାକ୍ ହେବ, ଭଲ ହେବ, ରୋଗ ବ୍ୟାଧି ନାହିଁ। ଦିନ 3:25 ପରେ ରୋହିଣୀ ନକ୍ଷତ୍ରର ଅଶୁଭ ହେବ। ସକାଳୁ ଟିକେ ଭଲ ହେଇଗଲେ ଆମେ ଭାବୁ ଦିନଟା ଆଜି ଭଲରେ ଯିବ, ସେମିତି ନାହିଁ। ଯିଏ ଭାଗ୍ୟବାନ ତାଙ୍କ ପାଇଁ ଏ ସୁଯୋଗ ଆସେ। ଯେଉଁମାନେ ହତଭାଗା ତାଙ୍କ ପାଇଁ ସବୁକିଛି ବିପରୀତ ଫଳ। ମିଥୁନ କଥା, ଶ୍ରୀରାମ ନବମୀ ଦିନ ସକାଳ 9:35 ଯାଏ ମିଥୁନ ରାଶିଧାରୀ ଲୋକେ ଟିକେ ଶାନ୍ତି ଓ ସୁଖ ପାଇବେ। ସମସ୍ତ ସୁବିଧା ସୁଯୋଗ ପାଇ ଖୁସି ହେବେ। ଦିନ 3:25 ପରେ ଆର୍ଦ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଦିନ ସକାଳ 9:35 ପରଠାରୁ ମନ୍ଦ ସମୟ ଆସିବ। ଧନାଗମରେ ବାଧା ଆସିବ, ମନ ବିକଳ ହେବ। ଦୈନନ୍ଦିନ କାମରେ ସାମାନ୍ୟ ବ୍ୟତିକ୍ରମ ହେବ। ମିଥୁନ ରାଶି ପାଇଁ ଠିକ୍ ମେଷ ରାଶି ଭଳି ଫଳ ମିଳିବ।
9:35 ଯାଏ ବଢ଼ିଆ, 9:35 ଯାଏ ଭଲ ସମୟ ନୁହଁ। ଏବେ ଆମେ ଆଲୋଚନା କରିବା କର୍କଟ କଥା। ଭଗବାନ ଶ୍ରୀରାମଙ୍କର ପରା କର୍କଟ ରାଶି। ବହୁତ ଲୋକ କହନ୍ତି ତାଙ୍କର ଅଶ୍ଳେଷା କର୍କଟ, କିଛି ଲୋକ କହନ୍ତି ତାଙ୍କର ପୁନରସୁ କର୍କଟ, କେହି କହନ୍ତି ତାଙ୍କର ପୁଷ୍ୟା କର୍କଟ। ସବୁଥିରେ ତ କର୍କଟ ଅଛି ନା, ବୁଝା ପଡ଼ିଲା। ଅଶ୍ଳେଷା କର୍କଟ ବୋଲି ମୁଁ ବିଚାର କରେ, ମୋ ମନକୁ ପାଏ। କାହିଁକି ନା ଯେତେ ଅଶ୍ଳେଷା କର୍କଟ ଲୋକ ସେମାନେ ପ୍ରାୟ ଟିକେ ବଳିଷ୍ଠ, ଟିକେ ବୁଦ୍ଧିମାନ, ଟିକେ ଅଧିକ ସାହସୀ, ଟିକେ ଡେଙ୍ଗା, ଟିକେ ଶ୍ୟାମଳ। ରାମଙ୍କଠି ଏସବୁ ଲକ୍ଷଣ ଥିଲା ବୋଲି ପୁରାଣ ଶାସ୍ତ୍ର ଲେଖା ଅଛି। ରାମ ଟିକେ ଡେଙ୍ଗା, ଟିକେ ବଳିଷ୍ଠ, ଶ୍ୟାମଳ, ବୁଦ୍ଧିମାନ, ବିବେକୀ, ବିଚାରବନ୍ତ, ସାମର୍ଥ୍ୟବାନ। ବୁଝା ପଡ଼ିଲା। କେହି କହନ୍ତି ଯେ ରାମ ବହୁତ ଉଚ୍ଚ, ସୀତା ତାଙ୍କଠାରୁ ପ୍ରାୟ 1.5 ଚାଙ୍ଗେଟ ସାନ। ଶିବଧନୁ ଭଙ୍ଗ ପରେ ସେ ହେଇଗଲେ ସମ୍ରାଟ, ଯେହେତୁ କେହି ଭାଙ୍ଗି ପାରିଲେନି। ସମସ୍ତେ ପ୍ରଫୁଲ୍ଲିତ, ଆନନ୍ଦିତ, ଆହ୍ଲାଦିତ। ସୀତା କିନ୍ତୁ ଦୁଃଖିତ। ବରଣମାଳା ନେଇ ସେ ତାଙ୍କ ଆଗରେ ଠିଆ ହେଇଛନ୍ତି। ରାମ ମୁଣ୍ଡ ନୁଆଉ ନାହାନ୍ତି, ମୁଁ ସମ୍ରାଟ, ମୁଁ କ'ଣ ମୁଣ୍ଡ ନୁଆଇବି? ସୀତାଙ୍କ ହାତ ପାଉନି, କ'ଣ ସେ କରିବେ? ଚିନ୍ତା କଲେ ଏବଂ ଯାହେଲେ ସେ ଯୋଗମାୟା, ଯାହାଙ୍କ ମାୟାରେ ଏ ସଂସାର ପରିପାଳିତ, ଯିଏ ଭୁଜା, ଯିଏ ଯୋଜନଗନ୍ଧା, ସେ କ'ଣ ହାରିଯିବେ? ବୁଦ୍ଧି ପ୍ରୟୋଗ କଲେ। ଯେଉଁ ବରଣମାଳା ଧରିଥିଲେ ତାଙ୍କ ନିର୍ଦ୍ଦେଶରେ ସେଇ ବରଣମାଳାରୁ 2 କଡ଼ରୁ 2ଟି ଫୁଲ ଖସିଲା, ରାମଙ୍କ ପାଦ ଉପରେ ପଡ଼ିଲା। ରାମ ଟିକେ ନଇଁ ପଡ଼ିଲେ, କ'ଣ ହେଲା? ଏ ସୁଯୋଗରେ ସେ ମାଳାକୁ ତାଙ୍କ ଗଳାରେ ଲମ୍ବାଇ ଦେଇ ବରଣ କଲେ। ଏଠି ଭକ୍ତ ଭଗବାନଙ୍କର ନିବେଦନ ହେଲା, ସ୍ୱାମୀ ସ୍ତ୍ରୀଙ୍କର ନୁହଁ। ସୀତା ହେଲେ ଭକ୍ତା, ଶ୍ରୀରାମ ହେଲେ ବିଧାତା। ସେ ଆଗେ ତାଙ୍କ ପ୍ରଭୁଙ୍କର ପାଦ ବନ୍ଦନା କଲେ। ପ୍ରଭୁ ପ୍ରସନ୍ନ ହେଲେ, ତେଣୁ ବେକକୁ ନୁଆଇଁ ଦେଲେ, ତାଙ୍କର ଅଭ୍ୟର୍ଥନା ଗ୍ରହଣ କଲେ। ଏଇଟା ହେଉଛି ଭକ୍ତ ଭଗବାନଙ୍କର ସମ୍ପର୍କ। ଠିକ୍ ଏମିତି ମନଗୁଣେ ଫଳ ନାଇଁ କି? ଆସନ୍ତୁ ଯିବା କର୍କଟ ରାଶି ପାଖକୁ। ଶ୍ରୀରାମ ନବମୀ ଦିନ ସକାଳ 9:35 ଯାଏ କର୍କଟ ରାଶିର ଦୁଃଖ ଆହା ଖର୍ଚ୍ଚାନ୍ତ ହେବେ, ଅସୁସ୍ଥତା ଅନୁଭବ କରିବେ। ଦିନ 3:25 ଠାରୁ ପୁଷ୍ୟାର ଅସୁବିଧା ହୋଇପାରେ। ଇଟ୍ ମେ ବି ଅର୍ ନଟ୍। ହୋଇପାରେ ମାନେ ଯାହାର ଟିକେ ପାପ ଅଧିକ ଥିବ ସେ ଟିକେ ଅସୁବିଧାର ସମ୍ମୁଖୀନ ହେବ। ପୁଷ୍ୟା କର୍କଟ ରାଶି। ଯାହାର ନଥିବ ତା ପାଇଁ ଦୁଃଖ ନାହିଁ। ଦିନ 9:35 ପରଠାରୁ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ, ଦେହ ସୁସ୍ଥ ସୁନ୍ଦର ଦିଶିବ, ଆୟ ଅମଳ ବଢ଼ିବ, ମନ ଖୋଲା ହସ ହସିବେ ଓ ଅନ୍ୟକୁ ହସାଇବେ। ଇଚ୍ଛା ହେବ ଯେ ମୁଁ ଆଜି ଏ ବାରବେନୀପୁରର ରଜା। ପୁଷ୍ୟା କର୍କଟ ନୁହଁ, ସବୁ କର୍କଟ ରାଶିଆ ଭାବିବେ ମୁଁ ହିଁ ଆଜି ସଚରାଚର ସମ୍ପତ୍ତିର ମାଲିକ।
ଭୋଜନ ରୁଚିକର ହେବ। ଦୈନନ୍ଦିନ ବୃତ୍ତିରେ ବ୍ୟତିକ୍ରମ ହେବ, ମାନେ ବିକଶିତ ହେବ। ଆୟ ଅମଳ ଯାହା ହେବ ତାହା ବେଶ୍ ବଢ଼ିଆ, ବହୁତ ଭଲ। ସିଂହ କଥା ବୁଝିବା। ଶ୍ରୀରାମ ନବମୀ ଦିନ ସିଂହ ରାଶିର ସକାଳ 9:35 ଯାଏ ଲାଭପ୍ରଦ ସମୟ। ସ୍ନେହ, ଆଦର, ସମ୍ମାନ, ଧନ ଓ ରୁଚିକର ଭୋଜନ ମିଳିବ। ସ୍ନେହ ମିଳିବ, ଆଦର ମିଳିବ, ସମ୍ମାନ ମିଳିବ, ଆଉ ରୁଚିକର ଭୋଜନ ମିଳିବ। ଦିନ 3:25 ପରେ ପୂର୍ବ ଫାଲ୍ଗୁନ ନକ୍ଷତ୍ରର ହାନି ସମୟ ଆସିବ। ମାତ୍ର ଦିନ 9:35 ପରଠାରୁ ମନ୍ଦ ସମୟ ଆସି ଦୁଃଖ ଦେବ। ଦୁଃଖ ବଢ଼ିଯିବ, ଖର୍ଚ୍ଚାନ୍ତ ହେବେ, ସୁଖ ଶାନ୍ତିରେ ବ୍ୟାହତ ହେବ, ଅସୁସ୍ଥତା ଅନୁଭବ କରିବେ। ସିଂହ ରାଶିର 9:35 ଯାଏ ଶୁଭ, ତାପରେ ଅଶୁଭ। କନ୍ୟା। ଶ୍ରୀରାମନବମୀ ଦିନ କନ୍ୟା ରାଶିର ଘାତ ଚନ୍ଦ୍ର। ଦିନ 3:25 ପରେ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆସିବ। ଏମାନେ ସକାଳ 9:35 ଯାଏ କର୍ମ ଚଞ୍ଚଳ ରହି ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରି ସଫଳ ହେବେ। ତା ପରଠାରୁ ଆୟ ଓ ଲାଭ ଦିଗରେ ମନ ଦେବେ। ଦୈନନ୍ଦିନ ବୃତ୍ତିର ବିକାଶ ହେବ, ଦେହ ସୁସ୍ଥ ରହିବ, ମାନସିକ ଶାନ୍ତି ଆସିବ। ତଥାପି ସାବଧାନ। 24 ଘଣ୍ଟା ଶୁଭ ବୋଲି ଶାସ୍ତ୍ରକାର କହିଲେ। କନ୍ୟା ରାଶିର ଶ୍ରୀରାମ ନବମୀ ଦିନ 24 ଘଣ୍ଟା ଶୁଭ। କେବଳ ଘାତ ବାର, ଏଣୁ ଘାତ ଚନ୍ଦ୍ର, ଏଣୁ ଟିକେ ସାବଧାନ। ଆମେ ତୁଳା କଥା କହିବା ପୂର୍ବରୁ ଟିକେ ବିଶ୍ରାମ ନେବା, ଆଲୋଚନା କରିବା ଗ୍ରହ ଶୁକ୍ରଙ୍କ ବିଷୟରେ। ରାଶିଚକ୍ରରେ ଶୁକ୍ରଙ୍କର ଉଚ୍ଚ ସ୍ଥାନ ହେଉଛି ମୀନ, ଆଉ ତାଙ୍କ ମୂଳ ତ୍ରିକୋଣ ହେଲା ତୁଳା, ନିଜ ଘର ହେଲା ବୃଷ। ତାହେଲେ ବୃଷ, ତୁଳା, ମୀନ, ଏଇ ତିନୋଟି ଘରରୁ ଯେଉଁ ଘରେ ସେ ଥିଲେ ଶୁଭ ଫଳ ଦେବେ। କେତେ ଶୁଭ ଫଳ ଦେବେ ସେ କଥା ଜାତକରେ ଅନ୍ୟ ଗ୍ରହଙ୍କୁ ଦେଖେ ବିଚାର କରିବା। ଯଦି ତାଙ୍କ ପ୍ରତି ଦୁଷ୍ଟ ଗ୍ରହଙ୍କର ଦୃଷ୍ଟି ଥାଏ, ତାଙ୍କ ଶତ୍ରୁ ଗ୍ରହଙ୍କର ଦୃଷ୍ଟି ଥାଏ, ତାହେଲେ ଶୁଭ ଫଳ କିଛି କମିଯିବ। ଶୁକ୍ର ଯଦି କେନ୍ଦ୍ରାଧିପତି, ତାହେଲେ ସେ ଆଦୌ ଶୁଭ ଫଳ ଦେଇପାରିବେ ନାହିଁ। କେନ୍ଦ୍ରାଧିପତି ଦୋଷସ୍ତୁ ବଳବାନ ଗୁରୁ ଶୁକ୍ରୟୋର। ହେଲେ ଏଇ ଶୁକ୍ର ଯଦି ମୀନରେ ବା ବୃଷରେ ବା ତୁଳାରେ ଥାନ୍ତି ଓ ସେ ଘର ହେଇଥାଏ ଶେଷ ଘର, 12 ନମ୍ବର ଘର, ତେବେ ଏ ବ୍ୟକ୍ତିର ଜୀବନରେ ଆୟ, ଅଳଙ୍କାର, ବିଳାସ, ବ୍ୟସନ, ସୁଖ, ପ୍ରାଚୁର୍ଯ୍ୟ ଭରିଥାଏ। ଯଦି ସେ ଭାଗ୍ୟବାନ, ତା ପାଇଁ ସୁଖର ପାହାଡ଼ ତିଆରି ହୁଏ, ବିଧାତା ତିଆରି କରିଦିଅନ୍ତି। ସୁଖ ନଦୀରେ ସେ ସ୍ନାନ କରନ୍ତି, ସୁଖ ପୁଷ୍ପର ମାଳା ପିନ୍ଧି ସେ ବୁଲନ୍ତି। ଯଦି ସେ ହତଭାଗା, ତାହେଲେ ସେ ଶୁକ୍ର କେନ୍ଦ୍ରାଧିପତି ହୋଇଥାନ୍ତି। ହଁ ବନ୍ଧୁ, ଏଇ ଶୁକ୍ର ହେଲେ ତୁଳା ରାଶିର। ଆସନ୍ତୁ ଆମେ ତୁଳା କଥା ଆଲୋଚନା କରିବା। ଶ୍ରୀରାମ ନବମୀ ଦିନ
ତୁଳା ରାଶିର ଜନତା ସକାଳ 9:35 ଯାଏ ମୌନ ବ୍ରତ ପାଳନ କରନ୍ତୁ। ସକାଳ 9:35 ଯାଏ ଭଲ ନୁହେଁ। ଚୁପଚାପ ରହନ୍ତୁ, କାହାକୁ କିଛି କହନ୍ତୁନି, କାହାକୁ ପରାମର୍ଶ ଦିଅନ୍ତୁନି ବା କାହା ପାଖରେ ହାତ ପାତନ୍ତୁନି। ସବୁ ଦେଖନ୍ତୁ, ଶୁଣନ୍ତୁ, ନିଜ କାମ ଚୁପଚାପ କରନ୍ତୁ। 9:35 ଯାଏ ଯାହା କରନ୍ତୁ ଚୁପଚାପ ସବୁ ସହିଯାଆନ୍ତୁ। ଯେଣୁ ସେ ଯାଏ ଅପମାନ ଯୋଗ ଅଛି। 9:35 ପରେ ପରେ ଆକାଶ ନିର୍ମଳ ହୋଇଯିବ। ମନ ବୋଧ ହେଲା ଭଳି ଭୋଜନ ମିଳିବ। ଦୈନନ୍ଦିନ ବୃତ୍ତିର ବିକାଶ ହେବ। ଆୟ ଅମଳ ପାଇଁ ଦ୍ୱାର ଖୋଲିଯିବ। ହେଲେ ଏ ଆୟ ଅମଳ କ'ଣ ଛାଞ୍ଚା ଆସିବ? ତା ପାଇଁ ଟିକେ ବୁଦ୍ଧି, ବିବେକ, ବିଚାର ଶକ୍ତିର ବିয়োଗ ହେବ ଏବଂ ତା ପାଇଁ ଟିକେ ଶ୍ରମ କରିବେ, ଶାରୀରିକ ଓ ମାନସିକ ଶ୍ରମ କରିବେ। କେବଳ ଶ୍ରମ ଓ ବୁଦ୍ଧିର ବିନିଯୋଗ ଦରକାର। ସୁସ୍ଥ ରହିବେ ଓ ଅନ୍ୟକୁ ସୁସ୍ଥ ରହିବା ପାଇଁ ପରାମର୍ଶ ଦେବେ। ବିଛା କଥା ବୁଝିବା। ଶ୍ରୀରାମ ନବମୀ ଦିନ ବିଛା ରାଶିର ଘାତ ବାର ଓ ବିଛା ରାଶି ମହିଳାଙ୍କ ପାଇଁ ଘାତ ଚନ୍ଦ୍ର। ମହିଳାଙ୍କର ଘାତ ଚନ୍ଦ୍ର ଓ ଘାତ ବାର, ପୁରୁଷଙ୍କର ଖାଲି ଘାତ ବାର। ଏହି ଦିନ ବିଶେଷ କରି ମହିଳାମାନେ ସାବଧାନ ରହିଲେ ଭଲ, ନହେଲେ ବଡ଼ ହଇରାଣ ହେଇଯିବେ। ଘାତ ବାର, ଘାତ ଚନ୍ଦ୍ର। ହୁସିଆର। ସକାଳ 9:35 ଯାଏ ଅଶୁଭ ସମୟ, ଏଣୁ ଦୂରଯାତ୍ରା ନିଷେଧ। ଦେହ ରୋଗାକ୍ରାନ୍ତ ହେବ, କଳହ ହେବ, ସମସ୍ୟା ପରେ ସମସ୍ୟା ବିବିଧ ରୂପରେ ଆସିବ। 9:35 ପରେ ମୌନ ରହିଲେ ଭଲ, ଅପମାନିତ ହୋଇପାରନ୍ତି। ଦିନ 3:25 ପରେ ଅନୁରାଧା ନକ୍ଷତ୍ରର ଅଶୁଭ। ବିଛା ରାଶିର 24 ଘଣ୍ଟା ଅଶୁଭ। ଶ୍ରୀରାମ ନବମୀ ଦିନ ବିଛା ରାଶିର ଲୋକେ ବାହାରକୁ ନ ଗଲେ ଭଲ। ବିଶେଷ କରି ମହିଳାମାନେ ଘରୁ ବାହାରକୁ ନ ଯିବା ଉଚିତ। ଘରେ ରହିଲେ ବି ସାବଧାନ, କେଉଁଠି ବାଡ଼େଇ ହେଇଯିବେ, ପଡ଼ିଯାଇପାରନ୍ତି। ସିଡ଼ିରୁ ଓହ୍ଲାଇଲା ବେଳେ କଷ୍ଟ, ଖଟରୁ ଓହ୍ଲାଇଲା ବେଳେ ସାବଧାନ ଇତ୍ୟାଦି। ବିଛା ରାଶି ପାଇଁ ଦିନଟି ଆଦୌ ଭଲ ନୁହଁ। ଯଦି ସେମାନେ ଏ ଦିନ ଶ୍ରୀରାମଙ୍କର ଶରଣାପନ୍ନ ହେବେ, ସେ ପ୍ରଭୁ ହୁଏତ ତାଙ୍କୁ ରକ୍ଷା କରିପାରନ୍ତି। ମନେ ମନେ ଫଳ। ଯଦି ଠିକ୍ ଠାକ୍ ଭକ୍ତି ଥିବ, ସେ ଦୟା କରିବେ, କରୁଣାଶୀଳ। ଶ୍ରୀରାମଚନ୍ଦ୍ର ଚରଣୌ ମନସା ସ୍ମରାମି, ଶ୍ରୀରାମଚନ୍ଦ୍ର ଚରଣୌ ବଚସା ଗୃହ୍ଣାମି, ଶ୍ରୀରାମଚନ୍ଦ୍ର ଚରଣୌ ଶିରସା ନମାମି, ଶ୍ରୀରାମଚନ୍ଦ୍ର ଚରଣୌ ଶରଣଂ ପ୍ରପଦ୍ୟେ। ଶ୍ରୀରାମଚନ୍ଦ୍ର ଚରଣୌ, ଦ୍ୱିଚରଣ, ବାଳକ, ବାଳକୌ, ବାଳକା, ଦ୍ୱିତୀୟା ବିଭକ୍ତିରେ ବାଳକମ୍, ବାଳକୌ, ବାଳକାନ୍, ଚରଣମ୍, ଚରଣୌ, ଚରଣାନ୍। ଶ୍ରୀରାମଚନ୍ଦ୍ରଙ୍କର 2 ଚରଣରେ ମୁଁ ଶରଣ ପଶୁଛି। ପଶନ୍ତୁ ନା, ମଙ୍ଗଳ ହେବ ବିଛା ରାଶିମାନଙ୍କର। ଶ୍ରୀରାମ ନବମୀ 27 ତାରିଖ ଶୁକ୍ରବାର ପଡ଼ୁଛି ନା? ହଁ। ଶ୍ରୀରାମ ନବମୀ ଦିନ ଧନୁ ରାଶିର ଘାତ ବାର। ଦିନ 3:25 ପରେ ପୂର୍ବଷାଢ଼ା ନକ୍ଷତ୍ରର ଅଶୁଭ ହେବ। ସକାଳ 9:35 ଯାଏ ଚୁପଚାପ ରହିଲେ ଭଲ, କାରଣ ଅପମାନ ଯୋଗ ଅଛି। ସେ ଯାଏ କାହାକୁ ପରାମର୍ଶ ଦିଅନ୍ତୁନି କି କାହାକୁ ନେହୁରା ହୁଅନ୍ତୁନି କି କାହା ପାଖରେ ହାତ ପାତନ୍ତୁନି। 9:35 ପରେ ପାଗ ବଦଳିଯିବ। କର୍ମ ଚଞ୍ଚଳ ରହିବେ। ଆୟ ଅମଳରେ ବାଧା ବନ୍ଧନ ନାହିଁ, କିଛି ଭୟ ନାହିଁ। ଶାନ୍ତି ଓ ସୁଖର ସମୟ ଆସିବ।
केवल बुद्धि और श्रमर सुविनियोग करिपाइले आर्थिक विकास हेब। 9:35 जाए चुपचाप, 9:35 पर खोला बजार। हाँ बंधु, आमे शुक्र कथा शुणिले, काली आखि कथा कही आलुओ हेले केमती भल हेब। आखिर जत्न आमे नबा राति खाई सारा पर भल भाव पाटिकी सफा करवा। तापर ठारू टिके भी छेप तले पकेबानी, पाटी भीतर से थिब। राति निहाती आवश्यक खाली टिके पानी पीवा, न पीले भल। हाँ पर कहबी मकर राशि कथा। श्रीराम नवमी दिन मकर राशिर घातबार दिन 3:25 परे परे पूर्व साढ़ा नक्षत्र पाई अशुभ समय आसिबो। मात्र 24 घंटा शुभ समय। मकर राशिर श्रीराम नवमी दिन 24 घंटा सारा दिन शुभ समय। प्रथमे सकाळ 9:35 जाए विविध कौलिक मौलिक पारिवारिक आर्थिक लाभ हेबो। रुचिकर भोजन मिलिबो। प्रिय लोक आसी हसी हसाइबे। दिन 9:35 परे परे आय अमल बढ़ीजिब। वृत्ति व्यवसा सेवार विकास हेबो। माने यथा स्थान रे यथा समय रे उचित बुद्धिर विनियोग करी समुचित श्रम करने पड़िबो, जद्वारा सेमानंकर आर्थिक विकास हेबो, यश सम्मान बढ़िबो। समस्ते कहिबे लोकटा केते बढ़िया। आहा, समय परा मनीष को उच्च को निये तलू को निये। हाँ बंधु, ये जो आखि कथा कहली, सकाल उठी पाटी धोइबेनी, मुह धोइले हेला नहले नाई। जदि आखिरे लेंजरा अच्छी टिके आखि धोई दियंतु, किंतु छेप पाटी काढ़ंतुनी। रातिर निबुज पाटी रे जो दुर्गंध आसुची सेटा प्रकृत रे हानिकारक नुह। आमे तो सुखाद्य खाइथिले, गंध कोठु आइला? पाटी भितरे जो लाल अच्छी ताको टाइलिन कह जाए। आमे चिते शोचे, पाटी किसी खाद्य हजम हुए, लाल ताको हजम करे। पाटी परे एटी गल नली अच्छी, सेठी किसी हजम हुए। तापरे से जाए पाकस्थली को। पाकस्थली रे प्रथमे हजम हुए क्षुद्रांतरे, तापरे जाए बृहदंत्र को। ये सबू लीला करती। किछि पाचक रस पित्तकोशरु धरे, यकृतरु धरे। से पाचक रस सबू खाद्य को हजम करी करी ऊपर को उठे। पाटी भितर थाए टाइलिन, लाल थाए। ये दीटांग रस मिसी जाए। दांत मूले थिबा खाद्य, आमे खाइथिबा खाद्य, सी दुई रस ताको पचांती, तेणु पाटी गंधे। मकर कथा परे आमे बुझिबा कुंभ कथा। श्रीराम नवमी दिन कुंभ राशि पाई एक सुखकर दिन, आनंदमय दिन। 24 घंटा आनंद। प्रथमे सकाळ 9:35 जाए विविध कौलिक मौलिक आर्थिक पारिवारिक सुख मिलिबो। सुखर मूलधन 9:35 पर ठारू नानाविध लाभ हेबो। सुख और लाभ पाई सब योजना करने को पड़िबो। बुद्धि विद्या विवेक और परिश्रम रीतिमत कले विधाता सबकिछि अजाड़ी देवे। कुंभ राशि महिलांकर आज घात चंद्र, आज घात चंद्र। कुंभ राशि महिलांकर घात चंद्र। दिन 3:25 पर शतभिषा नक्षत्र अशुभ। कुंभ कथा शुणिले। आज आउ टिके शुणिबा जे आज सूर्य उदय
5ଟା 46 ପରେ, ଅସ୍ତ 5ଟା 57 ପରେ, ଅଶୁଭ ସମୟ 10ଟା 18ରୁ 11ଟା 50, 10ଟା 18ରୁ 11ଟା 50, ଅଶୁଭ ସମୟ ଉଦୟ କାଳ 5ଟା 46 ପରେ, ଅସ୍ତ କାଳ 5ଟା 57 ପରେ। ଏବେ ଆମେ ଶୁଣିବା ମୀନ ରାଶି କଥା। ମୀନ ରାଶି ଶ୍ରୀରାମ ନବମୀ ଦିନ ମୀନ ରାଶି 9ଟା 35 ଯାଏ ମନ୍ଦ ସମୟ, ଅସୁସ୍ଥତା ଲାଗି ରହିବ, ମାନସିକ ଶାନ୍ତି ବିଭଙ୍ଗ ହେବ, ଦୂରଯାତ୍ରା ନିଷେଧ, ଗଲେ ହଇରାଣ ହେବେ। 9ଟା 35 ଯାଏ ଘରୁ ବାହାରକୁ ଗୋଡ଼ କାଢ଼ନ୍ତୁନି, ବିପଦ ନିଶ୍ଚୟ ଅଛି, ବାଟରେ ହଇରାଣ ହେବେ। ମାତ୍ର ଦିନ 3ଟା 25 ପରେ ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଆସିବ। ଦିନ 9ଟା 35 ପରଠାରୁ ଦୁଃଖ ସମୟ ଆସି ବିବିଧ ପାରିବାରିକ, ସାମାଜିକ, ଆର୍ଥିକ, ମାନସିକ ସୁଖକୁ ଦୋହଲାଇ ଦେଇପାରିବ ନାହିଁ। ସେ ଯେଉଁ ଦୁଃଖ ଆସିବ ସେ ଖାଲି ମୁହଁ ଦେଖେଇ ପଳେଇଯିବ। ଦିନ 9ଟା 35 ପରଠାରୁ ସେ ଖାଲି ଧମକେଇବ, କିଛି କରିପାରିବନି। ତେଣୁ ମୀନରାଶିର ଲୋକେ ଦିନ 9ଟା 35 ପରେ ଯାହା ଚାହିଁବେ ତାହା କରିବେ, ତାହା ପାଇବେ। କିନ୍ତୁ ଟିକେ ଡର ଆସିଯିବ। ଯେଉଁମାନେ ସାହସୀ, ଯେଉଁମାନେ ବୀର, ଯେଉଁମାନେ ପୁରୁଷ ପୁଙ୍ଗବ, ସେମାନେ ନିର୍ଭୟରେ ସବୁ କାମ କରିଚାଲନ୍ତୁ। ତେଣୁ ସେମାନଙ୍କୁ କ'ଣ ମିଳିବ? ସେମାନଙ୍କୁ ବିବିଧ ସୁଖ ମିଳିବ, ପାରିବାରିକ, ସାମାଜିକ, ଆର୍ଥିକ, ମାନସିକ ଇତ୍ୟାଦି। ସେମାନେ ବୌଦ୍ଧିକ ସୁଖରେ ସୁଖୀ ହେବେ। ସୁଖର ମୂଳ ହେଲା ଧନ, ଧନର ମୂଳ ହେଲା ଶ୍ରମ। ଏଣୁ ମୀନରାଶିର ଲୋକେ ଉଭୟ ମାନସିକ ଓ ଶାରୀରିକ ପରିଶ୍ରମ ଠିକ୍ଠାକ୍ କଲେ ଅତୀତର ସବୁ ଦୁଃଖକୁ ଭୁଲିଯିବେ। ହଁ ବନ୍ଧୁ, କହିଥିଲି ଆଖି କଥା। ମୁଁ ଏବେ ମୋ ନାକ ଉପରେ ରଖିଛି ଚଷମା, ତା ନାଁ ହେଉଛି ପରଚକ୍ଷୁ। ଯେହେତୁ ମୋ ଚକ୍ଷୁ ଆଉ ଭଲ କାମ ଦେଉନି, ତେଣୁ ମୁଁ ପରଚକ୍ଷୁ ଆଣି ପର ଆଖିରେ ମୁଁ ଦେଖୁଛି। ପରଚକ୍ଷୁ। ତମମାନେ ସେ ଭୁଲ କରିବନି। ଭୋରୁ ଉଠି ମୁହଁ ନ ଧୋଇ, ପାଣି ନଷ୍ଟ ନ କରି, ଗୋଟିଏ ବୁନ୍ଦା ପାଣି ନଷ୍ଟ ନ କରି, ପାଟିର ସେ ଲାଳକୁ ଆଣି ଆଖିରେ ବାରମ୍ବାର ଲଗେଇବ। ଯଦି ଆଖି ଦୋଷ ଥାଏ ପ୍ରଥମେ ଟିକେ ଟିକେ ପୋଡ଼ିବ। ସେ ଟିକେ ବୋଇଲେ 2-4 ସେକେଣ୍ଡରୁ ଆହୁରି କମ୍, 1 ସେକେଣ୍ଡ। ତାପରେ ଅନ୍ତତଃ 1 ମିନିଟ୍ ପାଇଁ ଆଖି ଧୋଇବନି, ହେଲା। ଏହି ସମୟରେ ପାଟିରେ ଯେଉଁ ଦୁର୍ଗନ୍ଧ ଲାଳ ଅଛି ତାକୁ ପେଟକୁ ଯିବା ପାଇଁ ସୁଯୋଗ ଦେବ। ମାନେ ପାଣି ପିଇ ଚାଲିବ, ପାଣି ପିଇ ଚାଲିବ। ସକାଳୁ ପହରୁ ପାଣି ପିଇବ। ଶାସ୍ତ୍ରକାର କହିନାହାନ୍ତି ରଜନ୍ୟାନ୍ତେ ପିବେତ ବାରି। ରାତି ଶେଷରେ ବାରି ବୋଇଲେ ଜଳ, ତାକୁ ପିଇବା ଉଚିତ। ଯେ ଏ ନିୟମ ପାଳନ କରେ ତା ପାଇଁ ସମସ୍ୟା ଆସେନି, ପେଟ ରୋଗ ତାର ହୁଏନି, ଗ୍ୟାସ୍ ହୁଏନି। ହଁ, ଆମେ ଦାନ୍ତ ଘଷରେ ଜିଭକୁ ଛେଲୁ, ସଫା କରୁ। କାହିଁକି? ଏଇ ଯେଉଁ ଫାଇଟିଂ ହେଇଥିଲା, ଯୁଦ୍ଧ ହେଇଥିଲା ପାଚକ ରସର ଆଉ ଲାଳର, ସେମାନେ ଜିଭ ଉପରେ ହିଁ ଯୁଦ୍ଧ କରିଥିଲେ। କିଛି ପଟୁ ପଡ଼ିଯାଇଥାଏ, ସେକୁ ଆମେ ଛତିଆ କହୁ। ଜିଭରୁ ତାକୁ କାଢ଼ି ଫୋପାଡ଼ି ଦେଉ, ବାସ୍। ତାପରେ ପାଣି ପିଇ ସାରିବା ପରେ ଆମେ କ'ଣ କରିବା? ମୁହଁ ଧୋଇବା, ଆଖିକି ଧୋଇବା। ଏଇଭଳି ଯଦି ଆମେ ସବୁଦିନ କରିବା, ଆମର ଆଖିର ଶକ୍ତି ବଢ଼ିଯିବ, ଚଷମାର ଆବଶ୍ୟକ ପଡ଼ିବନି। ଆଖିରେ ଆଲୁଅ ହେଲେ କ'ଣ କରିବେ କାଲି କହିଥିଲି, ଆଖି ବିଷୟରେ ଆଜି କହିଦେଲି। ଆଖି ଧରା ଗୋଟେ ଭୟଙ୍କର ରୋଗ। ଯେଉଁ ଲୋକ ଏମିତି କରନ୍ତି ତାଙ୍କ ଆଖି ଧରେନି।
ଆଉ କରିନାହାନ୍ତି। ଆଖି ଧରିବା ସମୟ ଆସିଗଲା, ଆମ ସାଇ ଭାଇ ପଡ଼ିଶାରେ ପରିବାରରେ ଆଖି ଧରିଲାଣି। ଆମେ ମଧ୍ୟ ଏଇ ଲାଳକୁ ଆଖିରେ ଲଗେଇଲେ ଆଖି ଧରା ହେବନି। ସେ ଜୀବାଣୁ ଆଗେଇବାକୁ ଆସିବା ପୂର୍ବରୁ ମରିଯିବେ। ହଁ ବନ୍ଧୁ, ଆମେ ଏମିତି ଦୁଃଖ ସୁଖ ହେଉଥିବା, ଆପଣ ମୋତେ କିଛି ପ୍ରଶ୍ନ ପଚାରୁଥିବେ, ତା ପରଦିନ ମୁଁ ଉତ୍ତର ଦେଉଥିବି। ସବୁ ସମୟର ଖେଳ। ବିଧାତା ଏବେ ଯଦି ତାଳି ମାରିଦେବେ, ସ୍ୱାହା, ଜୀବନ ଦୀପ ଲିଭିଯିବ। ତେଣୁ ବିଧାତା ଚାହିଁଲେ ଆମେ ଆସନ୍ତାକାଲି ଅର୍ଥାତ୍ ଶ୍ରୀରାମନବମୀ ଦିନ ରାମଙ୍କୁ ସ୍ତୁତି କରିବା। ରାମେତି ରାମଭଦ୍ରେତି ରାମଚନ୍ଦ୍ରେତି ବା ସ୍ମରନ୍ ନରନୋ ଲିପ୍ୟତେ ପାପୈର୍ଭୋକ୍ତିର୍ମୁକ୍ତିର୍ଚ ବିନ୍ଦତି। ରାମ ରମେତି ରାମେତି ରମେ ରାମେ ମନୋରମେ ସହସ୍ର ନାମ ତୁଲ୍ୟମ୍ ରାମ ନାମ ବରାନନେ। ଏସବୁ ଯେତେ ସ୍ତୁତି ସ୍ତୋତ୍ର ପଢ଼ୁଛି ମୁଁ, କିନ୍ତୁ ଯେକୌଣସି ଗୋଟିଏ ସ୍ତୋତ୍ର ଯଦି ସବୁବେଳେ ପଢ଼ିବେ ରାମଙ୍କର କଲ୍ୟାଣ ପାଇବେ। ହଁ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଆପଣଙ୍କୁ ମଙ୍ଗଳ କରନ୍ତୁ, ଶ୍ରୀରାମ ଆପଣଙ୍କୁ ଦୟା କରନ୍ତୁ। ରହିଲି, ନମସ୍କାର।